ରାୟଗଡ଼ା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଆଇପିଏଫ୍ ଷ୍ଟାଫ୍ ପ୍ରଭାକର ପଣ୍ଡା, ଡିପିଓ କମ୍ୟୁନିଟି ମୋବିଲାଇଜର ଗୋଲବର୍ଦ୍ଧନ ଦାସ, ସସ୍ମିତା ପୁଲାକା, ଚମ୍ପା ଅଟକା, ଶଙ୍କର ପରିସିକା, ସାବିତ୍ରୀ ପ୍ରଧାନ, କନ୍ୟା ଏକ୍ସପ୍ରେସର ମାନସୀ ପାତ୍ର, ଲିପ୍ସା ଦଳ, ଡିଏଲ୍ସି ଅର୍ଚ୍ଚନା ମହାପାତ୍ର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ରୀନା ପ୍ରଧାନ, ସବ୍ଇନ୍ସପେକ୍ଟର ଶିବାନୀ ପ୍ରଧାନ, ମହିଳା କନେଷ୍ଟବଳ ସୀମା ପଣ୍ଡା, ଆଇସିଡିସି ସୁପରଭାଇଜର ଉମା ପାର୍ବତୀ ରୁଦ୍ରବନ୍ଧୁ, ହେଲ୍ଥ ଅଫିସର ଶୁଭଶ୍ରୀ ପାତ୍ର, ମହିଳା ସ୍ୱାସ୍ଥ୍ୟକର୍ମୀ କବିତା ମଲ୍ଲିକ ଓ ସରପଞ୍ଚମାନେ ଏବଂ ଆଶାକର୍ମୀମାନେ ଯୋଗଦାନ କରିଥିଲେ। 6ଗୋଟି ପଞ୍ଚାୟତର 11ଗୋଟି ଗ୍ରାମକୁ ନେଇ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ, ସମାନତା ଏବଂ ସୁଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା, ଯାହା ଅନେକ ସ୍ଥାୟୀ ବିକାଶ ଲକ୍ଷ୍ୟ ଯେପରି ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ, ଗୁଣାତ୍ମକ ଶିକ୍ଷା, ଲିଙ୍ଗ ସମାନତା, ଶାନ୍ତି, ନ୍ୟାୟ, ନାରୀର ଅବଦାନ, ସମାଜରେ ସମ୍ମାନ ବିଷୟରେ ଆଲୋଚନା କରାଯାଇଥିଲା। ଶେଷରେ ମାଆମାନଙ୍କୁ ଆଗକୁ ବଢ଼ିବା ପାଇଁ, ମନରେ ଜିଜ୍ଞାସା ବଢ଼ାଇବା ପାଇଁ, ଇତିହାସରେ ଅମର ରହିଥିବା ବୀରାଙ୍ଗନା ନାରୀମାନଙ୍କୁ ଅନୁସରଣ କରିବା ପାଇଁ ପ୍ରେରିତ କରିଥିଲେ। ପରେ ଉପସ୍ଥିତ ଅତିଥିଗଣ ଏବଂ ମାଆମାନଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା।